ଦେଖନ୍ତୁ ପ୍ରାୟ ଆମେ ସମସ୍ତ ଡିଓ ମାନଙ୍କୁ ବାକି ମାନଙ୍କୁ ଆମର ଡିରେକ୍ସନ ଯାଇଛି ସେମାନେ ଠିକ ସମୟରେ ଡ୍ରେସ୍ ବାଣ୍ଟିବା କଥା କୌଣସି ଜାଗାରେ ଯଦି କିଛି ଅନିୟମିତତା ହେଇଛି ଆମେ ନିଶ୍ଚୟ ତାର ତଦନ୍ତ କରିକି ସାଙ୍ଗେ ସାଙ୍ଗେ ତାର ପଦକ୍ଷେପ ନେବା ପାଇଁ ହେଉଛି। ବର୍ତ୍ତମାନ ଆପଣଠାରୁ ଶୁଣୁଛି ଆମେ ମୋତେ ତ ଯାହା ଖବର ଥିଲା ଯେ ଆମେ ପ୍ରାୟ ନାହିଁ କି ସବୁ ଜାଗାରେ ଆମେ ଦେଇଛୁ କୌଣସି ଜାଗାରେ ଯେଉଁମାନେ ଏସ୍ଏଚ୍ଜି ଗ୍ରୁପ ମାନଙ୍କୁ ଦିଆଯାଇଥିଲା ଏସ୍ଏଚ୍ଜି ଗ୍ରୁପ ମାନେ ଯଦି କୌଣସି ଜାଗାରେ ଠିକ ସମୟରେ ଯଦି ଦେଇନଥିବେ ସେଇଟା ଅଲଗା କଥା। ଆମେ ନିଶ୍ଚୟ ଦେଖୁଛୁ ଇଏ ଆପଣଙ୍କ ଠାରୁ ଶୁଣିଲା ପରେ ମୁଁ ସାଙ୍ଗେ ସାଙ୍ଗେ ଏ କଥାକୁ ଗୁରୁତ୍ୱର ସହିତ ବିଚାର କରୁଛି। ମର୍ଜର ନେଇକି ପୂର୍ବରୁ ମଧ୍ୟ କୁହାଯାଉଥିଲା ଯେଉଁଗୁଡ଼ିକ ପ୍ରୋସେସ ମଧ୍ୟ ଆରମ୍ଭ ହୋଇଥିଲା ଏବେ କିଛି ନୂଆ କିଛି ହେଲାଣି। ଦେଖନ୍ତୁ ଯେଉଁ ସ୍କୁଲ ଗୁଡ଼ାକ ଆମେ ମାଗି ଦେଇଛୁ ଯଦି କୌଣସି ସ୍କୁଲ ଯଦି ଇଲିଜିବୁଲ ହବ ତାର ଯଦି ସେମାନେ ଯଦି ରିପୋର୍ଟ ଯଦି ପଠାଇବେ ଯେ ପିଲା ଅଛନ୍ତି ସେ ସ୍କୁଲକୁ ଏଗେନ୍ ରିଓପେନ୍ କରିବାର ଆବଶ୍ୟକତା ରହିଛି। ଯଦି ଏଭଳି କିଛି ଅଛି ଆମେ କହୁଛୁ ସେମାନେ ଯଦି ଜିଲ୍ଲାରେ ଯେଉଁ କମିଟି ଅଛି ଜିଲ୍ଲା କମିଟି ଯଦି ତାକୁ ସେ ପ୍ରପୋଜାଲକୁ ସେ ରିପୋର୍ଟ ଯଦି ପଠାଇବେ ଏସ୍ଏଲ୍ସି କୁ ତ ନିଶ୍ଚୟ ଆମେ ତାକୁ ବିଚାର କରିକିନା ସେଗୁଡ଼ାକୁ ରିଓପେନ୍ କରିବୁ। ନାଇଁ ଯେଉଁ ଗୁଡ଼ାକ ଯାହା ବି ଆସିଥିଲା ଆମେ ସେଗୁଡ଼ାକ କରିଛୁ କିଛି ବିଚାର ଦିନ ଥିଲା ଆଉ ଯାହା ବି ଆସିବ ସେଭଳି କିଛି ଆସିବ ବୋଲେ ତାକୁ ଆମେ ନିଶ୍ଚୟ କରିବା ପାଇଁ ରିଓପେନ୍ କରିବା ପାଇଁ ବ୍ୟବସ୍ଥା କରିବୁ। ଦେଖନ୍ତୁ ପ୍ରାୟ ଆମେ ସମସ୍ତ ଡିଓ ମାନଙ୍କୁ ବାକି ମାନଙ୍କୁ ଆମର ଡିରେକ୍ସନ ଯାଇଛି ସେମାନେ ଠିକ ସମୟରେ ଡ୍ରେସ୍ ବାଣ୍ଟିବା କଥା କୌଣସି ଜାଗାରେ ଯଦି କିଛି ଅନିୟମିତତା ହେଇଛି ଆମେ ନିଶ୍ଚୟ ତାର ତଦନ୍ତ କରିକି ସାଙ୍ଗେ ସାଙ୍ଗେ ତାର ପଦକ୍ଷେପ ନେବା ପାଇଁ ହେଉଛି। ବର୍ତ୍ତମାନ ଆପଣଠାରୁ ଶୁଣୁଛି ଆମେ ମୋତେ ତ ଯାହା ଖବର ଥିଲା ଯେ ଆମେ ପ୍ରାୟ ନାହିଁ କି ସବୁ ଜାଗାରେ ଆମେ ଦେଇଛୁ କୌଣସି ଜାଗାରେ ଯେଉଁମାନେ ଏସ୍ଏଚ୍ଜି ଗ୍ରୁପ ମାନଙ୍କୁ ଦିଆଯାଇଥିଲା ଏସ୍ଏଚ୍ଜି ଗ୍ରୁପ ମାନେ ଯଦି କୌଣସି ଜାଗାରେ ଠିକ ସମୟରେ ଯଦି ଦେଇନଥିବେ ସେଇଟା ଅଲଗା କଥା। ଆମେ ନିଶ୍ଚୟ ଦେଖୁଛୁ ଇଏ ଆପଣଙ୍କ ଠାରୁ ଶୁଣିଲା ପରେ ମୁଁ ସାଙ୍ଗେ ସାଙ୍ଗେ ଏ କଥାକୁ ଗୁରୁତ୍ୱର ସହିତ ବିଚାର କରୁଛି। ମର୍ଜର ନେଇକି ପୂର୍ବରୁ ମଧ୍ୟ କୁହାଯାଉଥିଲା ଯେଉଁଗୁଡ଼ିକ ପ୍ରୋସେସ ମଧ୍ୟ ଆରମ୍ଭ ହୋଇଥିଲା ଏବେ କିଛି ନୂଆ କିଛି ହେଲାଣି। ଦେଖନ୍ତୁ ଯେଉଁ ସ୍କୁଲ ଗୁଡ଼ାକ ଆମେ ମାଗି ଦେଇଛୁ ଯଦି କୌଣସି ସ୍କୁଲ ଯଦି ଇଲିଜିବୁଲ ହବ ତାର ଯଦି ସେମାନେ ଯଦି ରିପୋର୍ଟ ଯଦି ପଠାଇବେ ଯେ ପିଲା ଅଛନ୍ତି ସେ ସ୍କୁଲକୁ ଏଗେନ୍ ରିଓପେନ୍ କରିବାର ଆବଶ୍ୟକତା ରହିଛି। ଯଦି ଏଭଳି କିଛି ଅଛି ଆମେ କହୁଛୁ ସେମାନେ ଯଦି ଜିଲ୍ଲାରେ ଯେଉଁ କମିଟି ଅଛି ଜିଲ୍ଲା କମିଟି ଯଦି ତାକୁ ସେ ପ୍ରପୋଜାଲକୁ ସେ ରିପୋର୍ଟ ଯଦି ପଠାଇବେ ଏସ୍ଏଲ୍ସି କୁ ତ ନିଶ୍ଚୟ ଆମେ ତାକୁ ବିଚାର କରିକିନା ସେଗୁଡ଼ାକୁ ରିଓପେନ୍ କରିବୁ। ନାଇଁ ଯେଉଁ ଗୁଡ଼ାକ ଯାହା ବି ଆସିଥିଲା ଆମେ ସେଗୁଡ଼ାକ କରିଛୁ କିଛି ବିଚାର ଦିନ ଥିଲା ଆଉ ଯାହା ବି ଆସିବ ସେଭଳି କିଛି ଆସିବ ବୋଲେ ତାକୁ ଆମେ ନିଶ୍ଚୟ କରିବା ପାଇଁ ରିଓପେନ୍ କରିବା ପାଇଁ ବ୍ୟବସ୍ଥା କରିବୁ।